नमस्कार जय जगन्नाथ। मैट्रिक परीक्षा को नहीं आसला एक बड़ खबर। ଏବେ କଣ ରହିଛି ଖବରଟି ଚାଲନ୍ତୁ ଡେରି ନ କରି ଖବର ଉପରେ ନଜର ପକାଇବା। ଶେଷ ହେଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା। ମେ ମାସରେ ପ୍ରକାଶ ପାଇବ ରେଜଲ୍ଟ। ବୋର୍ଡ ଦେଲା ବଡ଼ ସୂଚନା। ସରିଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା। ଏହାରି ଭିତରେ ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ସୂଚନା। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଜଣାପଡ଼ିଛି ଯେ ଚଳିତ ବର୍ଷର ମ୍ୟାଟ୍ରିକ ରେଜଲ୍ଟ ମେ ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇପାରେ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। କହିଛନ୍ତି ଯେ ମୂଲ୍ୟାଙ୍କନ ପ୍ରକ୍ରିୟା ଜୋରଦାର ଭାବେ ଚାଲିଛି। ଓଏମ୍ଆର୍ ଖାତା ଦେଖା କାମ ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା 19 ତାରିଖରୁ ସବଜେକ୍ଟିଭ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ପାଇଁ ସମଗ୍ର ରାଜ୍ୟରେ ମୋଟ 55ଟି କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ 15,000 ନାରୀ ଶିକ୍ଷକଙ୍କୁ ଏହି କାମରେ ନିଯୁକ୍ତି କରାଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଫଳାଫଳ ପ୍ରକାଶ ପୂର୍ବରୁ ସମସ୍ତ ପ୍ରକ୍ରିୟା ସଠିକ୍ ଭାବେ ଯାଞ୍ଚ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ନ୍ୟାୟସଙ୍ଗତ ମୂଲ୍ୟାଙ୍କନ କରିପାରିବେ। ରେଜଲ୍ଟ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଧିକୃତ ୱେବସାଇଟ୍ ମାଧ୍ୟମରେ ନିଜ ଫଳାଫଳ ଦେଖିପାରିବେ। ତ ଏହା ଥିଲା ଆଜି ଦିନର ଟପ୍ ନ୍ୟୁଜ୍। ପ୍ରତ୍ୟେକ ଦିନ ଏଭଳି ଲାଟେଷ୍ଟ ବ୍ରେକିଂ ନ୍ୟୁଜ୍ ଦେଖିବା ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନକୁ ଦେବେ ଅଲ୍ ଉପରେ କ୍ଲିକ୍ କରି ରଖନ୍ତୁ, ଯାହାଦ୍ୱାରା ପ୍ରତ୍ୟେକ ଦିନ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ନ୍ୟୁଜ୍ ଗୁଡ଼ିଏ ଦେଖିପାରିବେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ନେଟୱାର୍କ ଓଡ଼ିଆ।